पुलिस डिपार्टमेंट जॉइन करवा मात्र तुम्हारा 2 दिन होगी तेरे कला बजारी लांच खो दुनिया रे ए वर्दी को सम्मान न कर ए देश ए जनता तुमठू अनेक किसी आशा करुच्ची ठीक कहते सर आपण कथा मुझे निश्चय रखी तुम हाथ जानवे बादल मोर ए दुनिया रे बापा माँ भाई भौणी कहीं नहांती अनाथ आश्रम रे बढ़ी जड़े सांगर साहाଯ୍ୟରେ ମୁଁ ଆଜି ଜଣେ ପୋଲିସ ଅଫିସର ହେଇପାରିଛି ଆଉ ତାର ତ୍ୟାଗ ଅର୍ଥ ବଳରେ ଆଜି ଏତେ ବାଟକୁ ଆସିପାରିଛି ସେ ହେଉଛନ୍ତି ମୋ ପାଇଁ ଭଗବାନ ତାଙ୍କର ସାହାଯ୍ୟ କେବଳ ସେତିକି ନୁହେଁ ମୋର ଗୋଟେ କିଡନୀ ଫେଲ ଥିଲା ପୋଲିସ ଚାକିରି ଛାଡ଼ିଦେଲି କିନ୍ତୁ ମୋ ବନ୍ଧୁ ବିଶ୍ୱଜିତ ମୋତେ ଲକ୍ଷେ ଟଙ୍କା ସାହାଯ୍ୟ କରିବାରୁ ମୁଁ ଆଉ ଗୋଟିଏ କିଡନୀ ଲଗେଇ ପାରିଲି ଆପଣ ଠିକ କହିଛନ୍ତି ସାର୍ ଜଣେ ମଣିଷ ଉପରକୁ ଉଠିବାକୁ ହେଲେ ଆଉ ଜଣେ ମଣିଷର ସାହାଯ୍ୟ ଲୋଡ଼ିଥାଏ କିନ୍ତୁ ସାହାଯ୍ୟ ପାଇଥିବା ମଣିଷଟା ସାହାଯ୍ୟ ଦେଇଥିବା ମଣିଷ ମନେ ରଖିଲେ ହେଲା ମୁଁ ଆପଣଙ୍କ ମୁଁ ମଧ୍ୟ ଗୋଟାଏ ମଣିଷର ସାହାଯ୍ୟରେ ଆଜି ପୋଲିସ ଅଫିସର ହେଇପାରିଛି ସେ ମହାନ ମଣିଷ ରାହୁଲ ଭାଇ ଯଦି ମୋତେ ଠିକ ସମୟରେ ଲକ୍ଷେ ଟଙ୍କା ଦେଇନଥାନ୍ତେ ତାହେଲେ ଆଜି ମୁଁ ପୋଷାକ ପିନ୍ଧି ପାରିନଥାନ୍ତି କ'ଣ କହୁଛ ରାହୁଲ ହଁ ରାହୁଲ କଥା କହୁଛ ହଁ ରାହୁଲ ଯେଉଁ ରାହୁଲ ଭାଇର ଘର ଦ୍ୱାର ମା ବାପାର ଠିକଣା ନାହିଁ ଯେଉଁ ରାହୁଲ ଭାଇ ଏ ମିଛ ସମ୍ପର୍କରେ ବଞ୍ଚି ହେଉଛନ୍ତି ସେଇ ରାହୁଲ ଭାଇ ଗୋଟାଏ ରାସ୍ତା କଡ଼ ନିଆଁ ହୁଏ ଜନ୍ମ ହୋଇଛନ୍ତି ଜାଣେ ନା ତାଙ୍କ ସ୍ୱପ୍ନ ବାସ୍ତବରେ ପରିଣତ ହେବ କି ନା ଦେଖ ବାଦ ତମେ କୋଉ ରାହୁଲ କଥା କହୁଛ ମୁଁ କହିପାରିବିନି କିନ୍ତୁ ରାହୁଲ ନାମକ ପରିଚୟ ଯୁବକ ଯାହାର ବାପା ମା କିଛି ପରିଚୟ ନାହିଁ ସେ ରାହୁଲ ମୋ ଜୀବନକୁ ବଞ୍ଚେଇ ପାରିଛି ମାନେ ହଁ ସେଦିନ ଡକ୍ଟରଙ୍କ ଠାରୁ କିଡନୀ ଫେଲୁଅର ରିପୋର୍ଟ ପାଇସାରିଲା ପରେ ମୋ ଘରେ ଆସି ମୋ ଦୁଃଖରେ ବସିଥାଏ ଏ କଥା କାହାରିକୁ କହିନଥାଏ କିନ୍ତୁ ମୋ ବନ୍ଧୁ ବିଶ୍ୱଜିତ ଲକ୍ଷେ ଟଙ୍କା ସାହାଯ୍ୟ କରିବାରୁ ମୁଁ ଆଉ ଗୋଟେ କିଡନୀ ଲଗେଇ ପାରିଲି ଓ ମାଇ ଗଡ୍ ସେଦିନ ବିଶ୍ୱଜିତ ଲକ୍ଷେ ଟଙ୍କା ନେଇ ମୋ ଘରକୁ ପହଞ୍ଚିବାର କିଛି ସମୟ ପରେ ରାହୁଲ ନାମକ ପରି ଜଣେ ଯୁବକ ନ୍ୟୁଜ୍ ପେପର ନେଇ ମୋ ଘରକୁ ପହଞ୍ଚିଲେ ଏବଂ କହିଲେ ମୁଁ ଆପଣଙ୍କ ଠାରୁ ଲକ୍ଷେ ଟଙ୍କା ନେବି ଆଉ ଗୋଟେ କିଡନୀ ଦେବି ହଁ ଲକ୍ଷେ ଟଙ୍କା ତାର ଅର୍ଜେଣ୍ଟ ଦରକାର ବୋଲି କହୁଥିଲି ସେହିଦିନ ଠାରୁ ରାହୁଲର କିଡନୀ ମୋ ଦେହରେ ସ୍ଥାନ ପାଇଛି ଯେଉଁ ରାହୁଲ ଭାଇର କିଡନୀ ଆପଣଙ୍କ ଦେହରେ ସ୍ଥାନ ପାଇଛି ସେଇ ରାହୁଲ ଭାଇର ଲକ୍ଷେ ଟଙ୍କାରେ ମୁଁ ଆଜି ପୋଲିସ ଅଫିସର ହେଇଛି ମୋ ପୋଲିସ ଚାକିରିକୁ ଆଉ ମୋ ବର୍ଦ୍ଧିକୁ ଡୋଣ୍ଟ କ୍ରାଏ ଆଉ ପେସେଣ୍ଟ ଯାହା ହବା ଥିଲା ହେଇଗଲା ସେ ରାହୁଲ ଭାଇକୁ କେବେ ଥାନାରେ ଆଣ ମୁଁ ତାକୁ ଦେଖା କରିବି ମୁଁ ଏବେ ଆସୁଛି ସାର୍ ଅନ୍ୟାନ୍ୟ ଲୋକମାନଙ୍କୁ ଥାନା ଭିତରକୁ ଇନଭାଇଟ୍ କରୁଛ କିନ୍ତୁ ଏ ରଚିତ ଭିତରେ ଆସିଲେ ଟିକେ ଚାର ଅଫର କରୁଛ ପଚାରୁଛ କୁଆଡ଼େ ଆସିଛନ୍ତି କୁଆଡ଼େ ଶୁଣିବାକୁ ପାଇନି ଆପଣ ବିଶ୍ୱଜିତ ଠାରୁ ଲକ୍ଷେ ଟଙ୍କାରେ କିଡନୀ ଅପରେସନ କରିଛନ୍ତି ଆପଣ ଠିକ ଶୁଣିଛନ୍ତି ବିଶ୍ୱଜିତର ସାହାଯ୍ୟକୁ ମୁଁ କେବେ ମିଳିପାରିବେନି ନାଇଁ 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 ମୁଁ ଆପଣଙ୍କୁ ସେ କଥାଟା କହୁନି ଇନ୍ସପେକ୍ଟର ଆରେ ଲକ୍ଷେ ଟଙ୍କା ହଉଛି ମାସର ଶେଷକୁ ମୋର ଚା ଜଳଖିଆ ଖର୍ଚ୍ଚ ଆପଣ ଚାହିଁଲେ ମୁଁ ଆପଣଙ୍କୁ ଲାଳି ଲାଲ କରିଦେବି ଅପେକ୍ଷା କରନ୍ତୁ ଇନ୍ସପେକ୍ଟର ଅପେକ୍ଷା କରନ୍ତୁ ଦାଦା अरे ईश्वर कुआ
ପାରିବେନି ତାପରେ ଲୋକେ ସବୁ ଲାଞ୍ଚ ଦଉଛ ଗୋଟେ ଭାଇର ବାକ କେମିତି ସାଧାରଣ କରି ହୁଏ ସେ ଟ୍ରିକ୍ଟା ମୋତେ ଭଲ ଭାବରେ ମିଳା ଅଛି ତୁ ବୋଧେ ଖାଇଲା ବାକ ଦେଖିଛୁ କିନ୍ତୁ এই পর্যন্ত খাইলা বাকর পক্ষ সংখ্যাটা তু দেখিলু